ତଳେ ଆପଣମାନେ ଜାଣିଥିବେ ଯେ ଭଦ୍ରକରେ ଗୋମାଫିଆଙ୍କ ଘରେ ପୁଣି ଅଚାନକ ଭାବେ ଚଢ଼ଉ ହୋଇଥିଲା। ଆଉ ଯୋଉ ଚଢ଼ଉ ପଡ଼ିଲେ ବହୁତ ମାତ୍ରାରେ ସୁନା, ଗହଣା, ରୂପା ଅଳଙ୍କାର, ନଗଦ ଟଙ୍କା ଏସବୁ ବରାମଦ ହେଇଥିଲା। ସରକାରଙ୍କର ଏଇ ଯୋଉ ଗୋମାଫିଆଙ୍କ ଉପରେ ଅତର୍କିତ ଯୋଉ ଆଟାକ୍ ଚାଲିଛି ସର୍ଜିକାଲ ଷ୍ଟ୍ରାଇକ୍ ନା, ସେଥିପାଇଁ ବହୁତ ଖୁସି ଲାଗୁଛି। କାହିଁକି ନା ଏମାନେ ଏମିତି ଗୋଟେ ଆପଣ ବିଶ୍ୱାସ କରିବେନି ଗୋଟେ ଏମିତି ସାମ୍ରାଜ୍ୟ ତିଆରି କରିସାରିଲେଣି। ଗୋମାଫିଆ ଆଉ ଡ୍ରଗ୍ସ ଏ ଜିନିଷଟା ବର୍ତ୍ତମାନ ସମୟରେ ଭଦ୍ରକ ସହରରେ ବହୁତ ମାତ୍ରାରେ ବ୍ୟାପି ଗଲାଣି। ରାତିରେ ଆପଣ ବିଶ୍ୱାସ କରିବେନି ରାସ୍ତା କଡ଼ରେ ଥିବା ଗୋରୁକୁ ଗାଡ଼ିରେ ଆସିକି ଉଠେଇକି ନେଇକି ପଳଉଛନ୍ତି। ମାନେ ବିନା ପଇସାରେ ଭାବନ୍ତୁ ଆପଣ କଷ୍ଟରେ ଗୋରୁ କିଣିବା ଅଲଗା କଥା। ଏମାନେ ଏମିତି ତସ୍କରୀ କରୁଛନ୍ତି, ଏମାନେ ଗାଡ଼ି ସେଟିଂ କରିକି ଆସୁଛନ୍ତି। ଯୋଉ ଲୋକାଲ ଏରିଆରେ ମାର୍କ କରୁଛନ୍ତି ଦିନରେ କୋଉଠି ଗୋରୁ ଗାଈ ଅଛନ୍ତି ସେମାନଙ୍କୁ ଉଠଉଛନ୍ତି, ଉଠେଇକି ନେଇକି ବିକି ଦଉଛନ୍ତି। ମାନେ ଫ୍ରି ଅଫ୍ କଷ୍ଟରେ ଜିନିଷ ତାଙ୍କୁ ମିଳିଗଲା, ତାକୁ ସେମାନେ ବିକ୍ରି କରିକି ପଇସା ଇନକମ୍ କରି ମାଲାମାଲ ହଉଛନ୍ତି। ଆଉ ଏବେ ଗୋଟେ ଅଚାନକ ମୁଁ ନ୍ୟୁଜ୍ ଶୁଣିଲି ଯେ କଟକର ତିଗିରିଆରେ ଗୋଟେ ଦୁର୍ଦ୍ଦାନ୍ତ ଅପରାଧୀ ସକିଲ ଖାନ ବିରୁଦ୍ଧରେ ଏନ୍ଏସ୍ଏ ଲାଗୁ ହେଇଛି। ଏନ୍ଏସ୍ଏ କ'ଣ? ଏନ୍ଏସ୍ଏ ହେଉଛି ନ୍ୟାସନାଲ ସିକ୍ୟୁରିଟି ଆକ୍ଟ, ଯୋଉ ଆକ୍ଟ ମାଧ୍ୟମରେ ଆପଣ ଯୋଉ ସନ୍ଦିଗ୍ଧ ଲୋକ ଉପରେ କମ୍ ସେ କମ୍ 12 ମାସ ପର୍ଯ୍ୟନ୍ତ ନନ୍ ବେଲେବଲ ୱାରେଣ୍ଟ ବାହାର କରିପାରିବେ ଆଉ ତାଙ୍କୁ କଷ୍ଟଡିରେ ରଖିପାରିବେ। ଏଟା କୋଉ ଜାଗାରେ ହୁଏ? ଯୋଉ ଜାଗାରେ ଯୋଉ କିଛି ଲୋକ ଅପରାଧିକ ମାନସିକତା ଲୋକ ସେମାନେ ନିଜର ମାନେ ଏତେ ମାତ୍ରାରେ ଅପରାଧିକ ଜିନିଷ କରିଥାନ୍ତି, ଯାହା ଫଳରେ ରାଜ୍ୟ ସରକାର ହଉ କିମ୍ବା କେନ୍ଦ୍ର ସରକାର ହଉ ସେମାନଙ୍କ ଉପରେ ଏନ୍ଏସ୍ଏ ଲାଗୁ କରିପାରିବ। ଯାହା ଫଳରେ ସେମାନଙ୍କୁ ନନ୍ ବେଲେବଲ ବର୍ଷେ ପର୍ଯ୍ୟନ୍ତ କମ୍ ସେ କମ୍ 6 ମାସରୁ ବର୍ଷେ ପର୍ଯ୍ୟନ୍ତ ଜେଲ ଭିତରେ କଷ୍ଟଡି ଭିତରେ ରହିବା ପାଇଁ ପଡ଼ିବ। ଆଉ ଏଟା କେବଳ ସେ ଗୋ ମାଫିଆ ଗୋ ତସ୍କରୀ କି ନୁହେଁ ଆଜ୍ଞା, ସେମାନେ ଅପରାଧିକ କାମରେ ବି ସନ୍ନିପ୍ତ ରହୁଛନ୍ତି, ଯାହା ଫଳରେ ସମାଜରେ ତାଙ୍କର ଯୋଉ କୁପ୍ରଭାବ ଅନ୍ୟ ଲୋକମାନେ ଭୋଗୁଛନ୍ତି। ଯାହା ଫଳରେ ସରକାର ଏଇ ଯୋଉ ପ୍ରକାର ନିଷ୍ପତ୍ତି ଗୋ ମାଫିଆଙ୍କ ବିରୁଦ୍ଧରେ ନେଇଛି, ଏଟା ଗୋଟେ ସ୍ୱାଗତଯୋଗ୍ୟ ପଦକ୍ଷେପ। ଆଉ ଆମେ ବି ଆଶା କରିବୁ ଯେ ପରବର୍ତ୍ତୀ ପରିସ୍ଥିତିରେ ସରକାର କୌଣସି ଆହୁରି ସାଂଗଠନିକ କାମ କରିବ, ଯାହା ଫଳରେ ମାନେ କମ୍ ସେ କମ୍ ଗୋ ତସ୍କରୀଟାକୁ ତ କମ୍ ସେ କମ୍ ବନ୍ଦ କରିହବ। ଆଉ ଗୋ ତସ୍କରୀ ଲୋକଙ୍କର ରିଲେଟେଡ୍ ଯୋଉମାନେ ଲୋକ ରହୁଛନ୍ତି ନା, ସେମାନେ ଡ୍ରଗ୍ସରେ ବି ଇନଭଲ୍ଭ ରହୁଛନ୍ତି। ଏଇ ଯୋଉ କଳାଧନ ଆସୁଛି ଏଇ ପଇସାରେ ସେମାନେ ଡ୍ରଗ୍ସ ଆଣି ନବଯୁବକ ମାନଙ୍କୁ ଖରାପ କରୁଛନ୍ତି। ତେଣୁକରି ଡ୍ରଗ୍ସ ସହିତ ଗୋ ତସ୍କରୀକୁ କେମିତି ଲିଙ୍କ କରାଯିବ ଆଉ କେମିତି ଏ ଜିନିଷଟାର ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ ଓଡ଼ିଶାରୁ ହେଇପାରିବ, ସେଥିପାଇଁ ଯଦି ସରକାର ଆଗକୁ ଆହୁରି ପଦକ୍ଷେପ ନେବେ, ଏଟା ଓଡ଼ିଶାବାସୀଙ୍କ ପାଇଁ ଗୋଟେ ସ୍ୱାଗତଯୋଗ୍ୟ ପଦକ୍ଷେପ ହବ। ଆପଣମାନଙ୍କର କ'ଣ ମତାମତ ମତେ କମେଣ୍ଟରେ ଜଣେଇବେ। ଜୟ ଜଗନ୍ନାଥ।